ଶ୍ରୋତାବନ୍ଧୁ ଓଡ଼ିଆ ସାହିତ୍ୟରେ ଆଧୁନିକତାର ଶ୍ରୋତାବନ୍ଧୁ ଓଡ଼ିଆ ସାହିତ୍ୟରେ ଆଧୁନିକତାର ଅଗ୍ରଦୂତ ନବଯୁଗର ପ୍ରବର୍ତ୍ତକ ତଥା ଦିଗ୍ଦର୍ଶକ ଭାବରେ କବିବର ରାଧାନାଥ ରାୟ ଜଣେ ଅନ୍ତର୍ଦୃଷ୍ଟି ସମ୍ପନ୍ନ କାଳଜୟୀ ସ୍ରଷ୍ଟା ପୁରୁଷ। ଅନନ୍ୟ ତାଙ୍କର ସାଧନା ଏବଂ ଅଜସ୍ର ଶ୍ରାବୀ ତାଙ୍କର ସର୍ଜନା। ଶ୍ରୋତାବନ୍ଧୁ ଆଜି ତାଙ୍କରି ସର୍ଜନାକୁ ନେଇ ଆମର ଏକ ବିଶେଷ ଆଲୋଚନା ଗଦ୍ୟ ସ୍ରଷ୍ଟା ରାଧାନାଥ ରାୟ। କବିବର ରାଧାନାଥ ରାୟଙ୍କୁ କବିତା ନିମନ୍ତେ ଆମେ ଜାଣେ, ତେବେ ତାଙ୍କର ଜନ୍ମ 1848 ମସିହା ସେପ୍ଟେମ୍ବର 28 ତାରିଖରେ ବାଲେଶ୍ୱର ଜିଲ୍ଲାର କେଦାରପୁର ଗ୍ରାମରେ। ତାଙ୍କ ପିତାଙ୍କ ନାମ ଶ୍ରୀ ସୁନ୍ଦର ନାରାୟଣ ରାୟ ଏବଂ ମାତାଙ୍କ ନାମ ଶ୍ରୀମତୀ ତାରିଣୀ ଦାସୀ। ସେ ବହୁ ଭାଷୀ ଥିଲେ। ତାଙ୍କର ପିତା ଯେହେତୁ ପାର୍ସୀ ଭାଷାରେ ସୁପଣ୍ଡିତ ଥିଲେ, କବିବର ରାଧାନାଥ ରାୟ ଓଡ଼ିଆ, ବଙ୍ଗଳା, ହିନ୍ଦୀ, ସଂସ୍କୃତ ଆଦି ଭାଷାରେ ମଧ୍ୟ ପାଣ୍ଡିତ୍ୟ ଅର୍ଜନ କରିଥିଲେ ଏବଂ ପିତାଙ୍କ ଆଦର୍ଶ ଦ୍ୱାରା ରାଧାନାଥ ପ୍ରଭାବିତ ହୋଇ ଅନ୍ୟାନ୍ୟ ପାଶ୍ଚାତ୍ୟ ଭାଷାରେ ମଧ୍ୟ ଦକ୍ଷତା ହାସଲ କରିଥିଲେ। ଶ୍ରୋତାବନ୍ଧୁ, ରାଧାନାଥ ଛାତ୍ରାବସ୍ଥାରୁ ଲେଖନୀ ଚାଳନା କରିଥିଲେ। ମାତ୍ର 18 ବର୍ଷ ବୟସରେ ତାଙ୍କ ଦ୍ୱାରା ରଚିତ କେତେକ ବଙ୍ଗଳା କବିତା କବିତାବଳୀ ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା। ସେ ପୁରୀଠାରେ ଶିକ୍ଷକତା କରୁଥିବା ସମୟରେ କବିତାବଳୀ ଦ୍ୱିତୀୟ ଭାଗ ରଚନା କରିଥିଲେ। ମେଘଦୂତର ଅନୁବାଦ କରିଥିଲେ। କବିବର ରାଧାନାଥ ରାୟ କଳା ପ୍ରେମୀ ତଥା ସୌନ୍ଦର୍ଯ୍ୟବାଦୀ ସାହିତ୍ୟିକ, ତେଣୁ ତାଙ୍କୁ ବହୁ ରାଜ ଦରବାରରେ ସମ୍ମାନିତ ମଧ୍ୟ କରାଯାଇଥିଲା। ବିଶେଷ ଭାବରେ 1866 ଖ୍ରୀଷ୍ଟାବ୍ଦରେ ବ୍ରିଟିଶ ସରକାର ତାଙ୍କୁ ରାୟ ବାହାଦୁର ଉପାଧିରେ ଭୂଷିତ କରିଥିଲେ। 1886 ଖ୍ରୀଷ୍ଟାବ୍ଦରେ ବାମୁଣ୍ଡାଧିପତି ବାମୁଣ୍ଡାର ରାଜା ସାର୍ ବାସୁଦେବ ସୁଢଳ ଦେବ ତାଙ୍କୁ କବିବର ଉପାଧିରେ ମଣ୍ଡିତ କରିଥିଲେ। କବିବର ରାଧାନାଥ ରାୟଙ୍କ ଜୀବନ, ତାଙ୍କର ଶିକ୍ଷକତା, ତାଙ୍କର ଶିକ୍ଷା ଦୀକ୍ଷା ଏସବୁ ସମ୍ପର୍କରେ ଏଇ ସୀମିତ ସମୟ ଭିତରେ ମୁଁ ଆଲୋଚନାଭୁକ୍ତ କରୁନାହିଁ। ତେଣୁ ତାଙ୍କ ରଚନାବଳୀ ସମ୍ପର୍କରେ ଆପଣମାନଙ୍କୁ ପ୍ରଥମେ ମୁଁ ଧାରଣା ଦେବାକୁ ଚାହୁଁଛି। ଯେହେତୁ ବଙ୍ଗଳା ଭାଷା ଦ୍ୱାରା ସେ ପ୍ରଭାବିତ ଥିଲେ, ତାଙ୍କର ପ୍ରଥମ ଆଦ୍ୟ କୃତି ଭାବରେ କବିତାବଳୀ, ଯାହାକି ଏକ ବଙ୍ଗଳା କୃତି, ତାର ପ୍ରଥମ ଭାଗ 1868ରେ ଏବଂ ଦ୍ୱିତୀୟ ଭାଗ 1872ରେ, ଆଉ ଗୋଟେ ଲେଖାବଳୀ ନାମକ 1879। ଏ ତିନିଟି ପୁସ୍ତକ ପ୍ରଥମେ ତାଙ୍କର ଥିଲା ବଙ୍ଗଳାରେ। ପରବର୍ତ୍ତୀ ସମୟରେ 1873ରେ ମେଘଦୂତ ସେ ଅନୁବାଦ କରିଛନ୍ତି, କାଳିଦାସଙ୍କ ମେଘଦୂତକୁ। ତୁଳସୀ ସ୍ତବକ ଆଉ ଗୋଟେ ହଉଛି ଇତାଲିୟ ଯୁବା। ତୁଳସୀ ସ୍ତବକ ତୁଳସୀ ଦାସଙ୍କ ରାମଚରିତ ମାନସର ଛାୟାରେ ରଚିତ। ଇତାଲିୟ ଯୁବା ଆମେ ଜାଣିଛେ ତାଙ୍କର ପ୍ରଥମ ପ୍ରବନ୍ଧ ଗଦ୍ୟ ରଚନା। ଉପନ୍ୟାସ ଭାବରେ ଇତାଲିୟ ଯୁବାକୁ ଆମେ ଜାଣିଛେ। କାବ୍ୟ କବିତାରେ ରହିଛି ଓଡ଼ିଆ କବିତାବଳୀ, କେଦାର ଗୌରୀ, ଚନ୍ଦ୍ରଭାଗା, ନନ୍ଦିକେଶ୍ୱରୀ, ଉଷା, ପାର୍ବତୀ, ଚିଲିକା, ମହାଯାତ୍ରା, ଯଯାତି କେଶରୀ, ତୁଳସୀ ସ୍ତବକ, ଦରବାର ଓ ଉର୍ବଶୀ। ଗଦ୍ୟ ରଚନାରେ ଅଛି ବିବେକୀ ପ୍ରବନ୍ଧ 1873, ଯେହେତୁ ଏହା ପ୍ରଥମ ପ୍ରବନ୍ଧ ଭାବରେ ମାନ୍ୟତା ଲାଭ କରେ, ତେଣୁ ମସିହାଟିକୁ ମନେ ରଖିବାକୁ ହେବ 1873। ପାର୍ବତୀ କାବ୍ୟର ଉପସଂହାର ଗୋଟେ, ସେଟା ଗଦ୍ୟ। ଉର୍ବଶୀ କାବ୍ୟର ଉପସଂହାର ଭ୍ରମଣକାରୀର ପତ୍ର, ବାମଣ୍ଡା, ସାର୍ ରାଜା ବାସୁଦେବ ସୁଢଳ ଦେବ, ଉତ୍କଳ ସାହିତ୍ୟର ଉନ୍ନତି ଇତ୍ୟାଦି ଏସବୁ ହଉଛି ଗଦ୍ୟ ରଚନା। ଆମେ ଆରି ଉପରେ ଆଜି ଆଲୋଚନା କରିବା। ତେବେ ଏତଦ୍ ବ୍ୟତୀତ ସଂସ୍କୃତ ରଚନାରେ ରହିଛି ଭାରତ ଗୀତିକା, ଧବଳେଶ୍ୱର ସ୍ତୋତ୍ରମ୍, ଶ୍ରୀ କାଳିକା ସ୍ତୁତି। ପାଠ୍ୟପୁସ୍ତକ ମଧ୍ୟ ପ୍ରଣୟନ କରିଥିଲେ ଯେଉଁ ସମୟରେ ଓଡ଼ିଆ ଭାଷାର ସୁରକ୍ଷାର କଥା ଉଠିଥିଲା। ବ୍ୟାକରଣ ପ୍ରବେଶ, ଯେଉଁ ଡିମାଣ୍ଡ ଆଣ୍ଡ ସପ୍ଲାଏ ନ୍ୟାୟରେ ଆବଶ୍ୟକତାରୁ ସାହିତ୍ୟର ସୃଷ୍ଟି, ସେ ସମୟରେ କିଛି ପାଠ୍ୟ ଉପକରଣ ନଥିବାରୁ ପିଲାମାନଙ୍କ ଉଦ୍ଦେଶ୍ୟରେ ବ୍ୟାକରଣ ପ୍ରବେଶ, ବ୍ୟାକରଣ ପରିଚୟ, ପଣିକିଆ ବୋଧିନୀ
ଇତ୍ୟାଦି ସେ ସୃଷ୍ଟି କରିଛନ୍ତି। ଅନ୍ୟାନ୍ୟ ରଚନାରେ ରହିଛି ଦଶରଥ ବିୟୋଗ, ଦୁର୍ଯ୍ୟୋଧନର ରକ୍ତନଦୀ ସନ୍ତରଣ ଇତ୍ୟାଦି। କବିଙ୍କର ଅନେକ ସୃଷ୍ଟି, ତା ଭିତରେ ଆମକୁ କେବଳ ଆଜି ଗଦ୍ୟ ରଚନା ସମ୍ପର୍କରେ ଆଲୋଚନା କରିବାକୁ ଅଛି। ତେବେ ଆତ୍ମାରେ ତାଙ୍କର ଥିଲା ରୋମାଣ୍ଟିକ ଭାବାଳୁତା, ଶିଳ୍ପ ଧର୍ମରେ କ୍ଲାସିକ କଳାତ୍ମକତା। ତାଙ୍କର ସାରସ୍ୱତ ଜଗତକୁ ଏଇ ଦୁଇଟି କଥା ଅନତିକ୍ରମ୍ୟ ଉଚ୍ଚତା ପ୍ରଦାନ କରିଛି। ସମାଲୋଚକଙ୍କ ଦୃଷ୍ଟିରେ ଓଡ଼ିଆ ଜାତିର ଜୀବନ ବୀଣାରେ ଯେଉଁ ବାଣୀ ସାଧକ ପ୍ରଥମ ଥର ପାଇଁ ଅଙ୍ଗୁଳି ସଞ୍ଚାଳନ କରି ସୌନ୍ଦର୍ଯ୍ୟ ଓ ଜୀବନର ଝଙ୍କାର ସୃଷ୍ଟି କରିଗଲେ ଏବଂ ଆମକୁ ନବୀନ ଦୃଷ୍ଟି ପ୍ରଦାନ କଲେ, ସଂକୀର୍ଣ୍ଣ ପରିବେଶ ଓ ପରିସରକୁ ଅତିକ୍ରମ କରି ସେ ହେଉଛନ୍ତି ମଣିଷ ଓ ଜୀବନର ଜଣେ କାଳାତିକ୍ରମୀ କଳାକାର ଏବଂ ମହାକାଳର ଜଣେ ଶିଳ୍ପୀ, କବିବର ରାଧାନାଥ ରାୟ। ଜଣେ ସମର୍ଥ ପ୍ରତିନିଧି ଶ୍ରେଣୀୟ କାରିଗର ଭାବରେ ଓଡ଼ିଆ ଭାଷା ସାହିତ୍ୟ କୋଣାର୍କର ଏକନିଷ୍ଠ ସ୍ଥପତି ଭାବରେ ରାଧାନାଥ ରାୟ ସ୍ମରଣୀୟ। ଆମେ ଏବେ ଜାଣିବା ଯେ ରାଧାନାଥ ଯେତେବେଳେ ଆସୁଛନ୍ତି, ଯେଉଁ ସମୟରେ ତାଙ୍କର ଆବିର୍ଭାବ ହେଉଛି, ସେ ସମୟରେ ସାମାଜିକ ରାଜନୈତିକ ବା ପରିବେଶ କିପରି ଥିଲା। ରାଧାନାଥଙ୍କ ଆବିର୍ଭାବ କାଳୀନ ପରିବେଶରେ ସଂସ୍କୃତ କାବ୍ୟାଦର୍ଶ ବା ସାହିତ୍ୟାଦର୍ଶର ପ୍ରଭାବ ଥିଲା। ପୁରାଣାଶ୍ରୟୀ କାବ୍ୟର ସୁଲମ୍ବ ଧାରା, ଇଂରାଜୀ ଶାସନ ଓ ଶିକ୍ଷା ପ୍ରଭାବିତ ସ୍ଥିତି, ରୀତି, କବିମାନଙ୍କ ମଧ୍ୟରେ କବିଗୁରୁ ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ତଥା ବ୍ରଜନାଥ ବଡ଼ଜେନା ପ୍ରମୁଖ କାବ୍ୟ ସାଧକଙ୍କ ଅନୁସୃତ କାବ୍ୟରୀତି ଥିଲା ଏବଂ ଏ ଗୋଟେ ପରମ୍ପରାର ସୀମାବଦ୍ଧ ପରିବେଶଟିଏ ଥିଲା, ଯେଉଁ ଗଡ୍ଡାଳିକାରୁ ବାହାରି ଆସି ନୂତନ କିଛି ସର୍ଜନାତ୍ମକ ଦିଗର ପ୍ରତିଷ୍ଠା କରିବା ଅତ୍ୟନ୍ତ ଦୁରୂହ ଥିଲା। ଦୁରୂହ ମାନେ କଷ୍ଟ ସାପେକ୍ଷ ଥିଲା। ଏମିତି ଏକ ସନ୍ଧିକ୍ଷଣରେ ଅପୂର୍ବ ଜ୍ଞାନାତ୍ମକ ଦୃଷ୍ଟି, ସର୍ଜନାତ୍ମକ ମୌଳିକ ଭଙ୍ଗିମାଧାରୀ ରାଧାନାଥ ଓଡ଼ିଆ କାବ୍ୟ ସାହିତ୍ୟରେ କେବଳ ଏକ ନବଯୁଗର ସ୍ରଷ୍ଟା ନଥିଲେ, ବରଂ ସେ ଥିଲେ ନବଯୁଗର ଦ୍ରଷ୍ଟା। ପିତା ସୁନ୍ଦର ନାରାୟଣ ରାୟଙ୍କ ପ୍ରଭାବ ଏବଂ ପଡ଼ୋଶୀ ବଙ୍ଗ ସାହିତ୍ୟର ପ୍ରଭାବ, ଏହାର ରସ ସୁଧା ପାନ କରିକି ସେ ଅଦମ୍ୟ ଜ୍ଞାନ ଗରୁଡ଼ ଓ ରସ ସ୍ରଷ୍ଟା ହୋଇଥିଲେ ବୋଲି ସମାଲୋଚକମାନେ ମତ ଦିଅନ୍ତି। ତେଣୁ ଓଡ଼ିଶାର ପ୍ରାଚୀନ ସାହିତ୍ୟ ପ୍ରତି ବା ଭାରତୀୟ କାବ୍ୟ ସୃଷ୍ଟି ପ୍ରତି ସେ ଯେପରି ବିନମ୍ର କୃତଜ୍ଞତା ପ୍ରଦର୍ଶନ କରିଛନ୍ତି, ସେପରି ପାଶ୍ଚାତ୍ୟ ଜଗତରୁ ସମୟ ସମୟରେ ଆଲୋକବର୍ତ୍ତିକା ଆହରଣ କରିଥିଲେ ହେଁ ତାହା ପ୍ରତି ମଧ୍ୟ ସେ ନିଜର ଶିଳ୍ପ ବିଶ୍ୱସ୍ତତା ପ୍ରଦର୍ଶନ କରିଛନ୍ତି। ସେ ଥିଲେ ମାନବାତ୍ମାର ପୂଜାରୀ। ମଣିଷ ଯେଉଁ ଦେଶର ବା ଯେଉଁ କାଳର ହେଉ, ତାରି ଉପାସନା ହିଁ ଥିଲା ତାଙ୍କର କାବ୍ୟ ଧର୍ମ। ମହାକାଳର କଷଟି ପଥରରେ ତାଙ୍କ ସୃଷ୍ଟି ଆଜି ପରୀକ୍ଷିତ ଏବଂ ତାଙ୍କ ସୃଷ୍ଟିର ସ୍ୱର୍ଣ୍ଣ ଦାଗ କାନ୍ତି ଓ ଔଜ୍ଜଲ୍ୟ ବହନ କରି ଦେଦୀପ୍ୟମାନ। ସମାଲୋଚକମାନଙ୍କ ମତରେ ରାଧାନାଥ ରାୟଙ୍କ ଜୀବନରେ ବାହ୍ୟ ଉପଲବ୍ଧି ଅପେକ୍ଷା ଅନ୍ତ ଉପଲବ୍ଧି ବ୍ୟାପକ ଥିଲା। ଶିଳ୍ପୀଟିଏ ତାର ସୃଷ୍ଟିରେ ସୌନ୍ଦର୍ଯ୍ୟଗ୍ରାହୀ ଚମକ, ଆତ୍ମାରେ ସମ୍ବେଦନା, ବିଚାରରେ ସମଦୃଷ୍ଟି, ସ୍ୱପ୍ନରେ ଗୋଟେ କଳ୍ପନା ଲୋକ, ଆବେଗରେ ନିରୀହତା ଧାରଣ କରୁଥିଲେ ହିଁ ସ୍ରଷ୍ଟାର ଆଖି ଆଗ ଜଗତର ସାଧାରଣ ଦୃଶ୍ୟ ମଧ୍ୟ ତାର ଲେଖନୀରେ ଅସାଧାରଣତ୍ୱ ଲାଭ କରିପାରେ। ଏହା ହିଁ ତାଙ୍କ ପ୍ରତିଭାର ଅନ୍ତର୍ନିହିତ ସାରାଂଶ ଥିଲା। ଅନୁରୂପ ଭାବରେ କବିବର ରାଧାନାଥ ରାୟ ଜଣେ ପଥୀକୃତ ସ୍ରଷ୍ଟା ଏବଂ ଓଡ଼ିଶାର ଗିରି, କାନନ, ବିଲ, ବନ, ଉପବନ, ନଦ, ନଦୀ, ଋତୁ, ଅରଣ୍ୟ, ପ୍ରାନ୍ତର, ହ୍ରଦ, ମନ୍ଦିର, ପୀଠ, ସାୟାହ୍ନ, ସୂର୍ଯ୍ୟୋଦୟ, ଦୁର୍ଗ, ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ, ରାଜା, ରାଜକନ୍ୟା, ଇତିହାସ, କିମ୍ବଦନ୍ତୀ, ଜୀବନର ଧର୍ମ, କର୍ମ, ସତ୍ୟ, ମୃତ୍ୟୁ, ପାପ, କର୍ମଫଳ, ପ୍ରେମ ଆଦିକୁ ଅଭିନବ ଶୈଳୀରେ ସତ୍ୟ ଶିବ ସୁନ୍ଦରର ଶବ୍ଦମୟ ଚିତ୍ରାଙ୍କନ କରିଛନ୍ତି। ଶ୍ରୋତାବନ୍ଧୁ, ଆଜି ଆମେ କବିଗୁରୁ ରାଧାନାଥଙ୍କୁ ଜଣେ ପ୍ରଜ୍ଞା ପୁରୁଷ ଭାବରେ, ପ୍ରାବନ୍ଧିକ ଭାବରେ, ସମାଲୋଚକ ଭାବରେ ଆଲୋଚନା କରୁଛେ, ବିଶେଷ ଭାବରେ ଜଣେ ଗଦ୍ୟକାର ଭାବରେ। ରାଧାନାଥଙ୍କ ଆବିର୍ଭାବ ସମୟରେ ଭାରତ ତଥା ଉତ୍କଳର ଶୈକ୍ଷିକ ଓ ସାମାଜିକ ପରିବେଶ ଅତ୍ୟନ୍ତ ବିଚିତ୍ର ସ୍ଥିତିରେ ଥିଲା। ରାଧାନାଥଙ୍କ ଜନ୍ମ ଏକ ଯୁଗ ସନ୍ଧିରେ। ଭାରତର ପ୍ରାଚୀନ ରୀତିନୀତି, ପ୍ରାଚୀନ ସାମାଜିକ ବ୍ୟବସ୍ଥା, ପ୍ରାଚୀନ ସାହିତ୍ୟ ଉପରେ ଆସ୍ଥା ବିଲୁପ୍ତ ହେବାକୁ ବସିଲା। ଗୋଟିଏ ନୂତନ ରୂପ ଧାରଣ କରି ନୂତନ ଭାବରେ ପ୍ରକାଶିତ ହେବାକୁ ଲାଗିଲା। 1835 ମସିହାରେ ମେକଲଙ୍କ ପ୍ରରୋଚନାରେ ପାଶ୍ଚାତ୍ୟ ଶିକ୍ଷାରୀତି ଦେଶରେ ପ୍ରଚଳିତ ହୋଇଥିଲା
ଇଂରେଜ ମାନଙ୍କ ରାଜସ୍ୱ ସଂକ୍ରାନ୍ତ ବ୍ୟବସ୍ଥାରେ ସେହି ସମୟକୁ ପ୍ରାଚୀନ ଜମିଦାର ବଂଶମାନେ ପ୍ରାୟ ନିର୍ମୂଳ ହୋଇଯାଇଥିଲେ। ନଅଙ୍କର କରାଳ ଦୁର୍ଭିକ୍ଷ ପରେ ଦେଶରେ ଏକ ନୂତନ ବାତାବରଣ ସୃଷ୍ଟି ହେଲା। ଏହି ଯୁଗ ମୁଖ୍ୟତଃ ପାଶ୍ଚାତ୍ୟ ଅଭିମୁଖୀ ଥିଲା। ଏହା ଗ୍ରୀକ୍, ରୋମ, ଇଂରାଜୀ ସାହିତ୍ୟ ଦ୍ୱାରା ପରିପୁଷ୍ଟ ଥିଲା। ଭାରତରେ ପ୍ରାଚୀନ କେବେ ହେଁ ସମୂଳେ ଲୋପ ପାଇଯାଇନାହିଁ, କିନ୍ତୁ ନୂତନର ସ୍ୱାଭାବିକ ପ୍ରେରଣାରେ ନୂତନ ଭାବଧାରା ପୁଷ୍ଟ, ନୂତନ ବେଶଭୂଷା ସମନ୍ୱିତ ସାହିତ୍ୟ ସମସ୍ତଙ୍କର ମନ ଆକୃଷ୍ଟ କରିବାରେ ସଚେଷ୍ଟ ହେଲା ଏବଂ ସାହିତ୍ୟ କ୍ଷେତ୍ରରେ ଏକ ନୂତନ ଆଲୋଡ଼ନ ଓ ଉନ୍ମାଦନା ଦେଖାଦେଲା। ଶ୍ରୋତାବନ୍ଧୁ, ଯେ କବିବର ରାଧାନାଥ ରାୟ ହେଉଛନ୍ତି ପ୍ରାଚ୍ୟ ଓ ପାଶ୍ଚାତ୍ୟର ସମନ୍ୱୟକର୍ତ୍ତା, ଉପଧା ମିଳନର କବି, ଅମିତ୍ରାକ୍ଷର ଛନ୍ଦର ପ୍ରବକ୍ତା। ସବୁବେଳେ ସେ ସ୍ୱତନ୍ତ୍ର ଥିଲେ, ବ୍ୟତିକ୍ରମ ଥିଲେ। ଏ କ୍ଷେତ୍ରରେ ତାଙ୍କୁ କାମ ଦେଇଥିଲା ତାଙ୍କର ବହୁପାଠୀ ବା ବହୁ ଶାସ୍ତ୍ରଦର୍ଶୀ ଅନୁଚିନ୍ତା। ତେଣୁ ତାକୁ ଆମକୁ ଗୁରୁତ୍ୱ ଦେବାକୁ ପଡ଼ିବ ଯେ ଜଣେ ଜ୍ଞାନୀ ମଣିଷ ହିଁ ପ୍ରଜ୍ଞା ଧାରଣ କରିପାରନ୍ତି। ତେଣୁ ସେ ସାହିତ୍ୟର ବିବିଧ ଦିଗରେ ତାଙ୍କର ଲେଖନୀ ଚାଳନା କରିପାରିଥିଲେ। ତେବେ ଶ୍ରୋତାବନ୍ଧୁ, ଗଦ୍ୟକାର ରାଧାନାଥ ରାୟଙ୍କ ସମ୍ପର୍କରେ ଆଲୋଚନା କରିବା ପୂର୍ବରୁ ଆଉ ସାମାନ୍ୟ ତାଙ୍କ ଚାଟଶାଳୀ ଜୀବନରେ ଅବଦାନ ନାରାୟଣ ଚନ୍ଦ୍ର ନାୟକଙ୍କର ଯେଉଁ ବର୍ଣ୍ଣ ଶିକ୍ଷା, ମାନସାଙ୍କ ଏବଂ ପ୍ରାଚୀନ ଓଡ଼ିଆ ସାହିତ୍ୟ ଅଧ୍ୟୟନର ଯେଉଁ ପ୍ରଭାବ ଥିଲା ତାକୁ ଟିକେ ମୁଁ ଜଣାଇବା ପାଇଁ ଚାହିଁବି। କାରଣ ଜଣେ ସାହିତ୍ୟିକ ଏତେ ମାତ୍ରାରେ ବହୁ ପ୍ରଭାବୀ ହେଇନପାରେ, କାରଣ ତାଙ୍କର ମୂଳଦୁଆ ଏତେ ସଶକ୍ତ ଥିଲା, ପରିପୁଷ୍ଟ ଥିଲା। ତାଙ୍କ ଜୀବନକୁ ତାଙ୍କର ଶିକ୍ଷା ଦୀକ୍ଷା ଏତେ ସମୃଦ୍ଧ କରିଥିଲା ଯେ ସେ ବହୁ ଶାସ୍ତ୍ର ଦର୍ଶିତ ଥିଲେ, କିନ୍ତୁ ତା ସହିତ ତାଙ୍କର ଚିନ୍ତନର ବ୍ୟାପ୍ତି ଯୋଗୁଁ ଏତେ ସବୁ ସୃଷ୍ଟି ତାଙ୍କ ଦ୍ୱାରା ସମ୍ଭବ ହେଇପାରିଛି। ପ୍ରତ୍ୟେକ ସାହିତ୍ୟିକଙ୍କ ଜୀବନରୁ ଆମକୁ ଶିଖିବାର ଥାଏ। ତେଣୁ କବିବର ରାଧାନାଥ ରାୟଙ୍କୁ ଅତି ପ୍ରାଞ୍ଜଳ ଭାବରେ ଆପଣମାନଙ୍କ ପାଖରେ ମୁଁ ପରିଚିତ କରାଇବା ପାଇଁ ଚେଷ୍ଟା କରୁଛି। ରାଧାନାଥ ବାଲେଶ୍ୱର ଭର୍ଣ୍ଣାକୁଲର ସ୍କୁଲରେ ପଣ୍ଡିତ ସଦାଶିବ ନନ୍ଦଙ୍କ ନିକଟରୁ ସଂସ୍କୃତ ଭାଷା ଓ ସାହିତ୍ୟ ଅଧ୍ୟୟନ କରିଥିଲେ। 16 ବର୍ଷ ବୟସରେ ଏଣ୍ଟ୍ରାନ୍ସ ପାସ୍ କରି ଉଚ୍ଚଶିକ୍ଷା ଲାଭ ନିମନ୍ତେ କଲିକତା ଗଲେ। କଲିକତା ପ୍ରେସିଡେନ୍ସି କଲେଜରେ ଓଡ଼ିଶାର ପ୍ରଥମ ଛାତ୍ର ଥିଲେ ରାଧାନାଥ। ମାତ୍ର ଅସୁସ୍ଥତା ଯୋଗୁଁ, କ୍ରମାଗତ ଅସୁସ୍ଥତା ହେତୁ ଉଚ୍ଚଶିକ୍ଷା ଆଶାରୁ ନିବୃତ୍ତ ହେଇ ସେ ଆସିଗଲେ କୋଉଠିକି, ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷକତା ଆରମ୍ଭ କରିଥିଲେ। ସେ ସମୟରେ ଥିଲେ ଡେପୁଟି କଲେକ୍ଟର ଜଗନମୋହନ ରାୟ। ସେ ରାଧାନାଥଙ୍କ ବିଚକ୍ଷଣ ଜ୍ଞାନବତ୍ତା, ଶିକ୍ଷାନୁରାଗ ଓ ଜ୍ଞାନ ପିପାସାକୁ ଅନୁଭବ କରି ତାଙ୍କୁ ଉଚ୍ଚଶିକ୍ଷାର ସମସ୍ତ ବ୍ୟୟ ବହନ କରିଥିଲେ। ମାତ୍ର 9 ଦୁର୍ଭିକ୍ଷର ଯେଉଁ ପ୍ରତିକୂଳ ସ୍ଥିତି ସୃଷ୍ଟି ହେଇଥିଲା, ଉଚ୍ଚଶିକ୍ଷା ଲାଭର ପଥରୋଧ କରିଥିଲା। ମାନେ ସେ ବେଶୀ ପଢ଼ି ପାରିଲେ ନାହିଁ ଏବଂ ଘରୋଇ ଭାବେ FA ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲେ। ବାଲେଶ୍ୱର ପରେ ରାଧାନାଥ ପୁରୀରେ ଶିକ୍ଷକତା କଲେ। ଶିକ୍ଷକତା ସହିତ ଆଇନ ଶିକ୍ଷା କଲେ। 5 ବର୍ଷ ଧରି ଡେପୁଟି ଇନ୍ସପେକ୍ଟର କାର୍ଯ୍ୟ କଲେ। 1877 ମସିହାରେ ଜଏଣ୍ଟ ଇନ୍ସପେକ୍ଟର ପଦକୁ ସେ ଉନ୍ନୀତ ହେଲେ। 1892ରେ ଓଡ଼ିଶାର ପ୍ରଥମ ସ୍କୁଲ ଇନ୍ସପେକ୍ଟର ଏବଂ 1897ରେ ସରକାରଙ୍କ ଦ୍ୱାରା ରାୟବାହାଦୁର ଉପାଧି, ଯେମିତି ଆମେ ଆଲୋଚନା କରିଥିଲେ, ସେଥିରେ ସେ ବିଭୂଷିତ ହେଲେ। ବାଲ୍ୟବନ୍ଧୁ ଫକୀର ମୋହନ ସେନାପତିଙ୍କ ସହିତ ମିଳିତ ହୋଇ ସଂସ୍କୃତ ଅଧ୍ୟୟନ ସେ କରୁଥିଲେ। ଉଭୟ ପଣ୍ଡିତ ସଦାଶିବ ନନ୍ଦଙ୍କ ପାଖରେ ସଂସ୍କୃତ କାବ୍ୟ ରଘୁବଂଶ ପାଠ କରି ତାକୁ ବୁଝିବାରେ ସମର୍ଥ ହୋଇଥିଲେ। ରାଧାନାଥଙ୍କ ସାହିତ୍ୟରେ ସଂସ୍କୃତର ବହୁ ପ୍ରଭାବ ଆମେ ଅନୁଭବ କରୁ। ସଂସ୍କୃତରେ କାବ୍ୟ, ନାଟକ, ଅଳଙ୍କାର ପ୍ରଭୃତି ସେ ପଢ଼ିଥିବାରୁ ଏବଂ ଇଂରାଜୀ, ବଙ୍ଗଳା, ହିନ୍ଦୀ ସାହିତ୍ୟରେ ପାଣ୍ଡିତ୍ୟ ହାସଲ କରିଥିବାରୁ ତାଙ୍କ ସାହିତ୍ୟ ଏତେ ଉଚ୍ଚକୋଟୀର, ଶବ୍ଦ ସଂଯୋଜନା ଏତେ ସମ୍ଭ୍ରାନ୍ତ ଏବଂ ସ୍ୱତନ୍ତ୍ର। ମାତୃଭାଷାର ଉନ୍ନତି କଳ୍ପେ ମୁଁ ଯେମିତି କହିଲି କି ଡିମାଣ୍ଡ ଆଣ୍ଡ ସପ୍ଲାଇ, ଯେଉଁ ସମୟରେ ଚାହିଦା ଥିଲା, ଚାହିଦା ମୁତାବକ ସାହିତ୍ୟ ସୃଷ୍ଟିର ଆବଶ୍ୟକତା ଥିଲା। ପାଠ୍ୟ ଉପକରଣ ପିଲାମାନଙ୍କ ଉଦ୍ଦେଶ୍ୟରେ ସେ କରିଥିଲେ। ତେଣୁ ମାତୃଭାଷାର ଉନ୍ନତି କଳ୍ପେ ପ୍ରାଚୀନ ସାହିତ୍ୟର ଆଲୋଚନାକୁ ସେ ମହତ୍ତ୍ୱ ପ୍ରଦାନ କରିଥିଲେ। 18 ବର୍ଷ ବୟସରେ ରାଧାନାଥ ବଙ୍ଗଳାର କବିତାବଳୀ ନାମକ ଏକ କବିତା ପୁସ୍ତକ ପ୍ରକାଶ କରିଥିଲେ। ତତ୍କାଳୀନ ସମୟର ଅନେକ ବଙ୍ଗଳା ପତ୍ରପତ୍ରିକା, ଖବରକାଗଜ ତାଙ୍କ କବିତାବଳୀକୁ ଉଚ୍ଚ ପ୍ରଶଂସା କରିବା ସହିତ ଅମୃତ ବଜାର ପତ୍ରିକାରେ ଏ ସମ୍ପର୍କିତ ଆଲୋଚନା ମଧ୍ୟ ପ୍ରକାଶ ପାଇଥିଲା। ଏହି ସମୟରେ ହିଁ ରାଧାନାଥଙ୍କ
ଇତାଲିୟ ଯୁବା ନାମକ ଉପନ୍ୟାସ ପ୍ରକାଶ ପାଇଲା। ଏହା ହିଁ ଥିଲା ପ୍ରଥମ ଓଡ଼ିଆ ଉପନ୍ୟାସ। ଓଡ଼ିଆ ଭାଷା ସାହିତ୍ୟ ଜଗତରେ ଗଦ୍ୟର ଅଭାବକୁ ଭରଣା କରିବା ପାଇଁ ନିଜ ମାତୃଭାଷା ବଙ୍ଗଳାରେ କବିତା ଲେଖିଥିଲେ ହେଁ ଓଡ଼ିଆ ଗଦ୍ୟ ସାହିତ୍ୟକୁ ତାଙ୍କର ଆଦ୍ୟ କୃତି ଥିଲା ବିବେକୀ ପ୍ରବନ୍ଧ, ଯେମିତିକି ମୁଁ ପୂର୍ବରୁ କହିଛି 1873 ମସିହାରେ। ତେବେ ଶ୍ରୋତାବନ୍ଧୁ, ଯଦି ଆମେ କବିବର ରାଧାନାଥ ରାୟଙ୍କ ସାରସ୍ୱତ ଜୀବନକୁ ଅନୁଶୀଳନ କରିବା, ମୁଁ 7 ବିନ୍ଦୁକୁ ବା କାରଣକୁ ତାଙ୍କର ଏମିତି ଯୋଉ କବିବର ଉପାଧି ତ ପାଇବା କଥା କହିବିନି, ଜଣେ ଶ୍ରେଷ୍ଠ କବି ଭାବରେ ସେ ସମ୍ମାନିତ ହବା ଓଡ଼ିଆ ଭାଷା ସାହିତ୍ୟରେ ତାର କାରଣକୁ ମୁଁ ଦର୍ଶାଇ ପାରିବି 7 କାରଣ ଯୋଗୁଁ। ପ୍ରଥମଟି ହେଉଛି ଓଡ଼ିଆ, ବଙ୍ଗଳା ଓ ପାଶ୍ଚାତ୍ୟ ପ୍ରଭାବ ଥିଲା ତାଙ୍କ ଉପରେ। ଦ୍ୱିତୀୟଟି ହେଉଛି ବହୁ ଭାଷା ଜ୍ଞାନ, ସଂସ୍କୃତ, ବଙ୍ଗଳା, ଇଂରାଜୀ, ଓଡ଼ିଆ, ହିନ୍ଦୀ, ପାର୍ସୀ, ଉର୍ଦ୍ଦୁ। ତୃତୀୟଟି ହେଲା ବହୁ ଶାସ୍ତ୍ର ଅଧ୍ୟୟନ, ସେଟା ଥିଲା ବହୁ ଭାଷା ଜ୍ଞାନ, ଏଟା ଥିଲା ତୃତୀୟଟି ହେଉଛି ବହୁ ଶାସ୍ତ୍ର ଅଧ୍ୟୟନ। ଆଉ ଗୋଟେ କଥା ହେଲା ବିବିଧ ସ୍ଥାନ ପରିଦର୍ଶନ। ପଞ୍ଚମଟି ହେଲା ପାଶ୍ଚାତ୍ୟ ଅନୁସରଣ, ମାନେ ପାଶ୍ଚାତ୍ୟ ସାହିତ୍ୟର ଅନୁସରଣ ଓ ସମୀକରଣ। ଷଷ୍ଠଟି ହେଉଛି ବୃତ୍ତିଗତ ଜୀବନ, ଯୋଉଥିପାଇଁ ସେ ଶିକ୍ଷକତା କରିଥିଲେ। ସପ୍ତମଟି ହେଉଛି ମନନ, ଅନୁଶୀଳନ ଓ ସାହିତ୍ୟାୟନ। ବର୍ଦ୍ଧମାନ ବିଭାଗର ସ୍କୁଲ ଇନ୍ସପେକ୍ଟର ଭୂଦେବ ମୁଖୋପାଧ୍ୟାୟଙ୍କ ବନ୍ଧୁତ୍ୱ, ବଙ୍ଗ ସାହିତ୍ୟ ସମ୍ରାଟ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଆଶୀର୍ବାଦ, ବାଲେଶ୍ୱରର ତତ୍କାଳୀନ ଜିଲ୍ଲା କଲେକ୍ଟର ଓଡ଼ିଆ ଭାଷାପ୍ରେମୀ ଜନ ବିମ୍ସଙ୍କ ପ୍ରେରଣା, ନବୀନ ଚନ୍ଦ୍ର ସେନଙ୍କ ପୃଷ୍ଠପୋଷକତା ଏବଂ ଗୁଣଗ୍ରାହୀ ସାହିତ୍ୟ ରସିକ ପଣ୍ଡିତ ସାର୍ ବାସୁଦେବ ସୁଢଳଦେବଙ୍କ ପ୍ରୋତ୍ସାହନ ପାଇଁ ରାଧାନାଥ ଅଧିକରୁ ଅଧିକ ସାହିତ୍ୟ ଉନ୍ମୁଖ ହୋଇଥିଲେ। ଶ୍ରୋତାବନ୍ଧୁ, ଏମାନଙ୍କ ନାଁ କାହିଁକି ଉଲ୍ଲେଖ କରାଗଲା? ଆମେ ତ ରାଧାନାଥ ରାୟଙ୍କ ଆଲୋଚନା କରୁଛେ ତାଙ୍କ ସାହିତ୍ୟର। ଏମାନଙ୍କ ନାଁ ଯୋଉ ଭୂଦେବ ମୁଖୋପାଧ୍ୟାୟ ହୁଅନ୍ତୁ, ବଙ୍କିମ ଚନ୍ଦ୍ର ହୁଅନ୍ତୁ, ଜନ ବିମ୍ସ ହୁଅନ୍ତୁ, ନବୀନ ଚନ୍ଦ୍ର ସେନ ହୁଅନ୍ତୁ, ବାସୁଦେବ ସୁଢଳଦେବ ହୁଅନ୍ତୁ, ଏମାନଙ୍କ ନାଁ ନିଶ୍ଚିତ ଭାବରେ ଆମକୁ ମନେ ରଖିବାକୁ ହେବ, କାରଣ ଗୋଟେ ସାହିତ୍ୟିକ ଏମିତିରେ ଗଢ଼ି ହୋଇ ନଥାନ୍ତି। ତାଙ୍କର ପାରିପାର୍ଶ୍ୱିକ ଜୀବନ ସହିତ ତାଙ୍କ ସହିତ ସଂଯୁକ୍ତ ଥିବା ଚରିତ୍ର ମାନେ, ବ୍ୟକ୍ତି ବିଶେଷ ମାନେ, ବ୍ୟକ୍ତିତ୍ୱ ମାନେ ନିଶ୍ଚିତ ଭାବରେ ତାଙ୍କ ଉପରେ ସେତିକି ପ୍ରଭାବ ପକେଇଥାନ୍ତି ଯୋଉଥିପାଇଁ ସେ ପ୍ରତିଷ୍ଠା ଲାଭ କରନ୍ତି। ତେଣୁ ଏଇମାନଙ୍କ ନିକଟରେ କବିବର ରାଧାନାଥ ରାୟ ନିଜର କୃତଜ୍ଞତାକୁ ସବୁବେଳେ ସ୍ୱୀକାର କରନ୍ତି, ଋଣ ସ୍ୱୀକାର କରନ୍ତି। ରାଧାନାଥଙ୍କ ପ୍ରତି ଭୂଦେବ ବାବୁଙ୍କ ପରାମର୍ଶ ଥିଲା, ଓଡ଼ିଆ ସାହିତ୍ୟ ବର୍ତ୍ତମାନ ବଡ଼ ଦରିଦ୍ର। ଆପଣ ଓଡ଼ିଶାର ଲୋକ, ଓଡ଼ିଶାର ପାଣି ପବନରେ ଆପଣଙ୍କ ଦେହ ଗଢ଼ା, ତେଣୁ ଆପଣ ଜନ୍ମରେ ବଙ୍ଗାଳୀ ହେଲେ ହିଁ ପ୍ରକୃତରେ ଓଡ଼ିଆ। ତେଣୁ ମୋର ଏକାନ୍ତ ଅନୁରୋଧ, ଆପଣ ନିଜ ସମସ୍ତ ଜୀବନ ଏହି ଦୀନ ଓଡ଼ିଆ ସାହିତ୍ୟ ପାଇଁ ଉତ୍ସର୍ଗ କରନ୍ତୁ। ବଙ୍ଗଳାର ଅନେକ ଖ୍ୟାତନାମା କବି ଅଛନ୍ତି, ଆପଣ ସେମାନଙ୍କ ମଧ୍ୟରେ ପ୍ରତିଷ୍ଠା ଅର୍ଜନ କରିବା କଷ୍ଟକର, ମାତ୍ର ଉପେନ୍ଦ୍ର ଦୀନକୃଷ୍ଣ ଅଭିମନ୍ୟୁଙ୍କ କାବ୍ୟ ବିଭବରେ ମହିୟାନ ଏହି ଓଡ଼ିଶାରେ ଆପଣଙ୍କ ପରି ପ୍ରତିଭାବାନ କବି ଅମର ଯଶର ଅଧିକାରୀ ହେବା ଅଧିକ ସହଜ। 1886 ମସିହାରେ ବାମଣ୍ଡାର ରାଜା ସାର୍ ବାସୁଦେବ ସୁଢଳଦେବ ଏକ ବିଶେଷ ଅଧିବେଶନରେ ଯୋଉ ସମ୍ମାନ ତାଙ୍କୁ ଦେଲେ, ସେଥିରେ ତୋପଧ୍ୱନି କରାଇଥିଲେ। ଯେତେବେଳେ କବିବର ଉପାଧି ତାଙ୍କୁ ମିଳିଲା, ସେତେବେଳେ ତୋପଧ୍ୱନି ହେଲା। ଏବେ ଏହା ପରେ ହିଁ, ମାନେ 1885ରୁ 1894, ଏଇ ଦୀର୍ଘ 9 ବର୍ଷକୁ ରାଧାନାଥଙ୍କ ସାହିତ୍ୟ ସାଧନାର କାଳ ଭାବରେ ଗ୍ରହଣ କରାଯାଏ। ତାଙ୍କ ଗଦ୍ୟ ଲେଖା ପୂର୍ବରୁ କହିସାରିଛି, ବିବେକୀ, ଇତାଲିୟ ଯୁବା ଇତ୍ୟାଦି। ତେଣୁ ଆମେ ଆଲୋଚନା କରିବା ଯଶସ୍ୱୀ କାବ୍ୟ ପ୍ରତିଭୁ ରାଧାନାଥଙ୍କର ଅଜସ୍ରସ୍ରାବୀ ଲେଖନୀ ନିଃସୃତ କାବ୍ୟ ପରେ ଦି ପ୍ରକାର ଗଦ୍ୟ ରୂପ ଆମକୁ ଦେଖାଯାଏ, ପ୍ରତିଭାତ ହୁଏ। ଗୋଟେ ହଉଛି ପାଠ୍ୟ ପୁସ୍ତକ ଧର୍ମୀ ଗଦ୍ୟ, ଆଉ ଗୋଟେ ହଉଛି ସାହିତ୍ୟ ଧର୍ମୀ ଗଦ୍ୟ। ପାଠ୍ୟପୁସ୍ତକ ଧର୍ମୀ ଗଦ୍ୟ ଗୁଡ଼ିକରେ ଉତ୍କଳ ରଚନା, ବ୍ୟାବହାରିକ ଭୂଗୋଳ, ଭୂଗୋଳ ସାର ସଂଗ୍ରହ, କ୍ଷେତ୍ର ତତ୍ତ୍ୱ ଓ କ୍ଷେତ୍ର ପରିମାଣ, ଗଣିତ ଆଦର୍ଶ ପ୍ରଶ୍ନାବଳୀ, ବ୍ୟାକରଣ ଓ କବିତାବଳୀ ଦ୍ୱିତୀୟ ଭାଗ ଇତ୍ୟାଦି କୃତି 1866ରୁ 1882 ମଧ୍ୟରେ ରଚିତ ହୋଇଥିଲା। ରାଧାନାଥ ରାୟଙ୍କ ବ୍ୟାକରଣ ପ୍ରବେଶରେ କ'ଣ ଅଛି ସେ ସବୁ ଟିକେ ବହୁତ ଭଲ, ଯାହାକୁ କି ଆମକୁ ପଢିବା ଦରକାର। ସ୍ୱରବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ, ଣତ୍ୱ ବିଧି, ସତ୍ୱ ବିଧି, ଶବ୍ଦ ପ୍ରକରଣ ବିଶେଷ, ଏସବୁ ଅବ୍ୟୟ ପୁରୁଷ, କାଳବାଚ୍ୟ, କ୍ରିୟାରୂପ। ସମାଲୋଚକ ନଟବର ସାମନ୍ତରାୟ କବିବର ରାଧାନାଥ ରାୟଙ୍କ ରଚନାବଳୀ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ବଙ୍ଗଳା କବିତାବଳୀକୁ ରଖିଛନ୍ତି।
ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ଗଦ୍ୟ ରଚନାକୁ ରଖିଛନ୍ତି। ବିବେକୀ, ମେଘଦୂତ ଓ ଇତାଲୀୟ ଯୁବା ଏସବୁ ଉତ୍କଳ ଦର୍ପଣ ନାମକ ମାସିକ ପତ୍ରିକାରେ 1873-74 ସାଲରେ ପ୍ରକାଶିତ ହୋଇଥିଲା। 1873 ସାଲ ଅଗଷ୍ଟ ମାସ 16 ସଂଖ୍ୟାରେ ଉତ୍କଳପୁତ୍ର କହେ ଯେ ଉତ୍କଳ ଦର୍ପଣର 1873 ସାଲ ଜୁଲାଇ ସଂଖ୍ୟାରେ ମଧୁସୂଦନ, ଚନ୍ଦ୍ର ଓ ତାରା ଓ ଶାସନ ପ୍ରଣାଳୀ, ରାଧାନାଥଙ୍କର ମେଘଦୂତର ଅନୁବାଦ, ଇତାଲୀୟ ଯୁବା ପ୍ରକାଶ ପାଇଥିଲା। ରାଧାନାଥଙ୍କର ବିବେକୀ ପ୍ରବନ୍ଧ ଏହି ପତ୍ରିକାରେ ପ୍ରକାଶିତ ବୋଲି ପଣ୍ଡିତ ମୃତ୍ୟୁଞ୍ଜୟ ରଥ ତାଙ୍କ ପ୍ରବନ୍ଧ ଊନବିଂଶ ଶତାବ୍ଦୀର ଉତ୍କଳ ପତ୍ରିକାରେ ଜଣାଇଛନ୍ତି। ମେଘଦୂତ ଯେଉଁ ବୋଧଦାୟିନୀରେ ପ୍ରକାଶ ପାଇଥିଲା ତାହା 1868 ସାଲ ଜୁଲାଇରୁ 1871 ସାଲ ଜୁନ ଅର୍ଥାତ୍ 3 ବର୍ଷ ବେଳେ ମାସିକ ଥିଲା। ପରବର୍ତ୍ତୀ ସମୟରେ ରାଧାନାଥଙ୍କ ତୃତୀୟ ପର୍ଯ୍ୟାୟର ରଚନା କ୍ଷେତ୍ରରେ ଓଡ଼ିଆ କବିତାବଳୀ ପ୍ରଥମ ଭାଗ ଦ୍ୱିତୀୟ ଭାଗକୁ ଉଲ୍ଲେଖ କରିବା ସହିତ 1879 ସାଲରେ ଲିଖିତ ରାଧାନାଥଙ୍କ ଉତ୍ସର୍ଗ ପତ୍ର, ଯାହାର ପ୍ରକାଶନ ସମୟ 1900 ସାଲ ଓ ସେପ୍ଟେମ୍ବର 6 ତାରିଖ ବୋଲି ଉଲ୍ଲେଖ କରାଯାଇଛି। ଏତଦ୍‌ବ୍ୟତୀତ ଓଡ଼ିଆ ପାଠ୍ୟପୁସ୍ତକ କ୍ଷେତ୍ରରେ ରାଧାନାଥଙ୍କ ପାଠ୍ୟ ବିଷୟ ଆଧାରିତ ରଚନାଗୁଡ଼ିକ ଅନ୍ତର୍ଭୁକ୍ତ କରାଯାଏ। ବାମୁଣ୍ଡା ଯେଉଁ ରଚନାଟି ଦଶରଥ ବିୟୋଗ ଉତ୍ସର୍ଗ ପତ୍ରର ସମୟ 1901 ସାଲ ଫେବୃଆରୀ 20 ତାରିଖ ଉତ୍କଳ ସାହିତ୍ୟର ଉନ୍ନତି ଏବଂ ସାର୍ ବାସୁଦେବ ସୁଢଳ ଦେବ ରାଧାନାଥଙ୍କ ସ୍ୱୀକାରୋକ୍ତି ସମ୍ପର୍କରେ ଉଲ୍ଲେଖ କରାଯାଏ। ରାଧାନାଥଙ୍କ ମୃତ୍ୟୁ ପରବର୍ତ୍ତୀ ରଚନା ଗୁଡ଼ିକରେ ଗଦ୍ୟ ହେଲା ସାହିତ୍ୟ ସମ୍ବନ୍ଧରେ ଏଣୁ ତେଣୁ, ଖଣ୍ଡିଏ ପତ୍ର, କେତୋଟି ଉପଦେଶ ବାକ୍ୟ, ନିବେଦନ ଏବଂ ପାର୍ବତୀ କାବ୍ୟର ଉପସଂହାର। ଶ୍ରୋତାବନ୍ଧୁ, ଏଇଗୁଡ଼ିକ ହିଁ ତାଙ୍କର ଗଦ୍ୟ ରଚନା। ସାହିତ୍ୟ ସମ୍ବନ୍ଧରେ ଏଣୁ ତେଣୁ, ଖଣ୍ଡିଏ ପତ୍ର, କେତୋଟି ଉପଦେଶ ବାକ୍ୟ, ନିବେଦନ, ପାର୍ବତୀ କାବ୍ୟର ଉପସଂହାର। ଆମେ ଯେହେତୁ କବିବର ରାଧାନାଥ ରାୟଙ୍କର କେବଳ ଗଦ୍ୟ କୃତି ଭିତରେ ସୀମିତ, ତେଣୁ ଏଗୁଡ଼ିକ ଶୁଣିଲା ବେଳେ ଆମକୁ ନିଶ୍ଚିତ ଭାବରେ ଲାଗେ ଯେ ଏଇ ରଚନା ଗୁଡ଼ିକ ପ୍ରକୃତରେ କୋଉ ପ୍ରକାର ମାନସିକତା ଧାରଣ କରେ କବିବରଙ୍କର। ତେଣୁ ଏସବୁକୁ ପୁଙ୍ଖାନୁପୁଙ୍ଖ ଭାବରେ ପଢ଼ିବା ବହୁତ ଜରୁରୀ। ଏବେ ଆମେ ପ୍ରଥମ ପ୍ରବନ୍ଧ ବିବେକୀ ସମ୍ପର୍କରେ ଆଲୋଚନା କରିବା। ଏଥିରେ ପ୍ରଗାଢ଼ ଜ୍ଞାନ ଦୃଷ୍ଟି, ବହୁ ଶାସ୍ତ୍ରଦର୍ଶୀ ରାଧାନାଥଙ୍କର ବିଚାର, ଦାର୍ଶନିକ ଅନୁଚିନ୍ତା ରହିଛି। ଚିର ହାହାମୟ ଇଚ୍ଛାର ଜୀବନ ନୁହେଁ ଜୀବନ୍ତ ମରଣର ଦର୍ଶନଧାରୀ ରାଧାନାଥ ମଣିଷ ଜୀବନର ଆର୍ତ୍ତକୁ ଆଲୋଚ୍ୟ ପ୍ରବନ୍ଧରେ ଅତି ସୂକ୍ଷ୍ମ ବିଚାର ଦର୍ଶନ ନେଇ ଉପସ୍ଥାପନ କରିଛନ୍ତି। ଈଶ୍ୱରଙ୍କ ସୃଷ୍ଟିର ଶ୍ରେଷ୍ଠ ଜୀବ ମଣିଷ ହିଁ ସମସ୍ତ ଉତ୍ତରଣର ସମ୍ଭାବନା ଧାରଣ କରିଥାଏ। ମାତ୍ର ତା ପୂର୍ବରୁ ଚେତନାର ପରିଶୁଦ୍ଧି ନିମନ୍ତେ ବିବେକାନୁମୋଦିତ କର୍ମର ଆବଶ୍ୟକତା ରହିଛି ବୋଲି ଏଥିରେ ଉଲ୍ଲେଖ ଅଛି। ବିବେକୀର କଳେବର ସୁଦୀର୍ଘ, କିନ୍ତୁ ବିଷୟାନୁଶୀଳନ ସୁଚିନ୍ତିତ, ସୁପରିକଳ୍ପିତ, ଉପଦେଶାତ୍ମକ ଶୈଳୀ ଓ କଥନ ରୀତିରେ ଏହା ରଚିତ। ବିବେକୀ ରାଧାନାଥ୍ୟ ଅନ୍ତର୍ଦୃଷ୍ଟି ଓ ଯୁବାବସ୍ଥାରେ ତାଙ୍କର ନୈତିକ ବିଚାର ବୋଧର ପରିଚାୟକ ହୋଇଛି। ବିବେକୀରେ ସଂସାରର ଗଞ୍ଜଣା, ଈର୍ଷିଲୋକ, ବିଜ୍ଞମନ୍ୟ ଅଜ୍ଞ, ବସ୍ତୁଲିପ୍ସା, ନ୍ୟାୟ ଅନ୍ୟାୟ, ସତ୍ୟନିଷ୍ଠତା, ନୀଚମନା, ବିଦ୍ୟାଭିମାନ, ଶୁଭଗମନ୍ୟତା, ଆତ୍ମଲାଘବ ଶିକ୍ଷା ପ୍ରଭୃତି ଅନେକ ମନସ୍ତାତ୍ତ୍ୱିକ ତଥା ଦାର୍ଶନିକ ବିଚାର ରହିଛି। ରାଧାନାଥଙ୍କ ହୃଦୟବତାର ପରିଚୟ ବହନ କରେ ତାଙ୍କର ଯୋଉ ବକ୍ତବ୍ୟ, ଯେ ବ୍ୟକ୍ତି ତୁମକୁ ମନ୍ଦ ଲୋକ ବୋଲି ଜାଣନ୍ତି ତାଙ୍କଠାରେ ଶତ୍ରୁତା ନ କରି ବରଂ ତାଙ୍କର ସେହି ସଂସ୍କାରକୁ ଦୂର କରିବା ନିମନ୍ତେ ଚେଷ୍ଟା କରିବାର ବିହିତ। ବିବେକୀ ପ୍ରବନ୍ଧରେ ନୀତିବାଦୀ ରାଧାନାଥ ଅନେକ ଦୃଷ୍ଟାନ୍ତପୂର୍ଣ୍ଣ ତାତ୍ତ୍ୱିକ ବିଚାରକୁ ସଂଯୋଜନା କରିଛନ୍ତି। ଇତାଲୀୟ ଯୁବା ରାଧାନାଥଙ୍କ ଅନ୍ୟତମ ପ୍ରସିଦ୍ଧ ଗଦ୍ୟ ଇତାଲୀୟ ଯୁବା ଏକ ଉପନ୍ୟାସ। ଏହା ସମ୍ପର୍କରେ ସମାଲୋଚକ ଶ୍ରୀନିବାସ ମିଶ୍ରଙ୍କ ଉକ୍ତି ଉଲ୍ଲେଖଯୋଗ୍ୟ। ସେ କହିଛନ୍ତି, ଏପର୍ଯ୍ୟନ୍ତ ଏହି ରଚନାର ମୂଳସୂତ୍ର ଅଜ୍ଞାତ ରହିଛି। ଲେଖକ ଇଟାଲୀର କୌଣସି ଗଳ୍ପର ଇଂରେଜୀ ଅନୁବାଦ ପାଠ କରି ଏହି ଗଳ୍ପ ଲେଖିଥିଲେ। ଏ ସମ୍ପର୍କରେ ଫକୀରମୋହନଙ୍କ ଉକ୍ତି ତାତ୍ପର୍ଯ୍ୟପୂର୍ଣ୍ଣ। ସେ କହିଛନ୍ତି, ପ୍ରତ୍ୟହ ମୁଁ ଓ ରାଧାନାଥ ଗଡ଼ଗଡ଼ିଆ ପୋଖରୀ ହୁଡ଼ାରେ ବସି କିଛି କ୍ଷଣ ନାନା ଆଲୋଚନା କରୁ। ଦିନେ ଗଡ଼ଗଡ଼ିଆଠାରେ ରାଧାନାଥ କହିଲେ, ମୁଁ ଇତାଲୀୟ ଯୁବା ବୋଲି ଗୋଟିଏ ଗଳ୍ପ ଇଂରାଜୀରେ ପଢ଼ିଛି, ତାକୁ ଲେଖିବି ବୋଲି ମନେ କରୁଛି। ଏହା କହି ସେ ତାହା ପ୍ରବନ୍ଧାକାରରେ ଲେଖିଥିଲେ ଏବଂ ମୋତେ ସମସ୍ତ ଶୁଣାଇଲେ। ତାହା ଉତ୍କଳ ଦର୍ପଣରେ କ୍ରମଶଃ ପ୍ରକାଶିତ ହେଲା। ନେପଲସ ଅଧିକାରୀ ଜନୈକ ସୁଦର୍ଶନ ଅଭିମାନୀ ଯୁବକ ଏହି ଗଳ୍ପର ନାୟକ।
ଏ ସମ୍ପର୍କରେ ଆହୁରି ବହୁ କଥା ଅଛି। ଇତାଲୀୟ ଯୁବାରେ ରାଧାନାଥ ଯୁବାଙ୍କ ସମ୍ପର୍କରେ କହିଛନ୍ତି, ଦିନେ କୌଣସି ମହାପର୍ବ ଥିବାରୁ ଆମ୍ଭେ ତାଙ୍କ ସହିତ ଗିରିଜାକୁ ଗଲୁ। ସେଠାରେ ଅନେକ ପ୍ରକାର ବାଜା ବାଜୁଥିଲା। 2 ଜଣ ଆରାଧନାରେ ରତ ହେଲୁ। ଆରାଧନା ବେଳେ ସେହି ଯୁବ ହାତ ଯୋଡ଼ି ଉପରକୁ ଚାହିଁ ପ୍ରଭୁଙ୍କୁ ସ୍ତୁତି କଲେ। ଆଖିରୁ ଲୋତକ ପଡ଼ିଲା। ଆରାଧନାନ୍ତେ ଦୁହେଁ ଘରକୁ ଆସିଲୁ। ନେଉଟି ଆସିଲା ବେଳେ ଯୁବା କହିଲେ, ଆହା, ଈଶ୍ୱର ସଂକୀର୍ତ୍ତନରେ ଏକାନ୍ତ ରସ ଅଛି ଯେ କଥାରେ କହିହେବ ନାହିଁ। ସଂକୀର୍ତ୍ତନ ଶୁଣି ଆମ୍ଭର ମନ ତରଳିଗଲା। ଶ୍ରୋତାବନ୍ଧୁ, ଏ ଥିଲା ଇତାଲୀୟ ଯୁବାରେ ରାଧାନାଥଙ୍କର ଯୋଉ ଯୁବା ଚରିତ୍ରର ଶବ୍ଦ। ପାର୍ବତୀ କାବ୍ୟର ଉପସଂହାର, ଯୋଉଟା ଆଉ ଗୋଟେ ଗଦ୍ୟ ରଚନା, ସେଥିରେ ରାଧାନାଥଙ୍କ ସୌନ୍ଦର୍ଯ୍ୟ ବୋଧର ଗୋଟେ ବ୍ୟାପ୍ତି ରହିଛି, ନାନ୍ଦନିକ ଉଚ୍ଛ୍ୱାସ ରହିଛି। ସେଥିରେ ଲେଖା ହେଇଛି, କୁମାର ମୋ ଜୀବନର ସନ୍ଧ୍ୟା ଯେପରି ପଶ୍ଚିମାର୍ଣ୍ଣବରେ ବୁଡ଼ିଯାଏ, ମୁଁ ତୁମକୁ ସେହିପରି ଦେଖୁ ଦେଖୁ ଅନନ୍ତ ଜୀବନ ସମୁଦ୍ରରେ ବୁଡ଼ି ଯାଉଛି। ସଙ୍ଗରେ ଅବଳାର ଏକମାତ୍ର ସମ୍ବଳ ବିଷ ଆଣିଥିଲି। ସେହି ବିଷ ଖାଇଅଛି। ପ୍ରାଣ ଯିବା ପରି ଅନ୍ତିମ କାଳରେ ମୋହ ମସ୍ତକରେ ତୁମ୍ଭର ପଦ ଦିଅ। ଆଉ କ'ଣ, ଚାଲିଲି, ମନେ ରଖିଥିବ। ଆଉ ଗୋଟେ ରଚନା ହେଉଛି ପୁରୁରବା ଉର୍ବଶୀ। ଏହା ରାଧାନାଥଙ୍କ ଗଦ୍ୟାତ୍ମକ ଅଭିବ୍ୟକ୍ତି, ଗୋଟେ ସ୍ୱତନ୍ତ୍ର ସୃଷ୍ଟି। ଉର୍ବଶୀର ଦ୍ୱିତୀୟ ସର୍ଗ ଠାରୁ ଶେଷ ପର୍ଯ୍ୟନ୍ତ ଥିବା ଗଦ୍ୟରେ ରାଧାନାଥୀୟ ବର୍ଣ୍ଣନାତ୍ମକ କଳା ପାଟବତା ଅତ୍ୟନ୍ତ ମଞ୍ଜୁଳ। ତାର ଉଦାହରଣ ଏଠି ଦିଆଯାଇଛି। ମୁଁ ବର୍ଣ୍ଣନା କରୁନାହିଁ, ଆପଣମାନେ ଯେତେବେଳେ ତାକୁ ପଢ଼ିବେ ନିଶ୍ଚିତ ଭାବରେ ଜାଣିପାରିବେ। ଭ୍ରମଣକାରୀର ପତ୍ର, ଏହା ଏକ ପର୍ଯ୍ୟଟନ ବୃତ୍ତାନ୍ତ କହିଲେ କିଛି ଭୁଲ ହେବନି। ଆଠଗଡ଼, ଢେଙ୍କାନାଳ, ତାଳଚେର ପରି ଓଡ଼ିଶାର ଗଡ଼ଜାତ ଅଞ୍ଚଳ ସମ୍ପର୍କରେ ଏଥିରେ ବିଶେଷ ଆଲୋଚନା ରହିଛି। ବାମୁଣ୍ଡା ସମ୍ପର୍କରେ ବର୍ଣ୍ଣନା, ବାମୁଣ୍ଡା ଆଉ ଗୋଟେ ତାଙ୍କର ସୃଷ୍ଟି, କିନ୍ତୁ ଏଇ ଯୋଉ ଭ୍ରମଣକାରୀର ପତ୍ରରେ ଯୋଉ ବାମୁଣ୍ଡା ସମ୍ପର୍କରେ ସେ ଉଲ୍ଲେଖ କରିଛନ୍ତି, ସେଠି ଲେଖିଛନ୍ତି, ଜୁଆଳି ବନ୍ଧାରୁ ନଈକୂଳକୁ ଯିବାକୁ ପ୍ରାୟ 1 ଘଣ୍ଟା ସମୟ ଲାଗିଲା। ନଈକୂଳ ବ୍ରାହ୍ମଣୀ ପରବର୍ତ୍ତୀ ଗୋଟିଏ ପ୍ରଧାନ ସ୍ଥାନ, ଗୋଟିଏ କ୍ଷୁଦ୍ର ସହର ପ୍ରାୟ ବୋଧ ହେଲା। ଏଠାରେ ଥାନା, ସ୍କୁଲ, ଗୋଦାମ ଏବଂ ଅନ୍ୟାନ୍ୟ ରାଜକୀୟ କାର୍ଯ୍ୟାଳୟ ଅଛି। ବାମୁଣ୍ଡାର ଗୋଗୁଆ, ଗାଙ୍ଗନଳ, ସୁଗଡ଼ା, ବାସୁଦେବପୁର ଶାସନ, ପ୍ରଧାନପାଟ ଜଳପ୍ରପାତ, କେନ୍ଦୁଝର ଖଣ୍ଡାଧାର ପ୍ରପାତ, ପଞ୍ଚବଟୀ, କରୁଣା ପ୍ରସ୍ରବଣ, ଲହଡ଼ା, ଗୋବିନ୍ଦପୁର କ୍ଷୀଣଧାର, ବୈତରଣୀ, ନିର୍ଝର, ପୀଠ, ପର୍ବତ ଓ ବହୁ ସ୍ଥାନର ମହତ୍ତ୍ୱ ଏଥିରେ ବର୍ଣ୍ଣନା ରହିଛି। ବହୁ ସ୍ଥାନର ମହତ୍ତ୍ୱ ସମ୍ପର୍କରେ ସୁନ୍ଦର ବର୍ଣ୍ଣନା ରହିଛି। ରାଧାନାଥଙ୍କର ଅନ୍ୟତମ ରଚନା ହେଉଛି ବାମଣ୍ଡା, ଯୋଉଟାକି ଏକ ଗଦ୍ୟ ରଚନା। ଏହି ଗଦ୍ୟ କୃତିରେ ଆଦର୍ଶ ରାଜା ସୁଢଳ ଦେବଙ୍କ ସମ୍ପର୍କରେ ରାଧାନାଥଙ୍କର ମତ ରହିଛି। ଓଡ଼ିଆ ଭାଷା ସାହିତ୍ୟର ସଂରକ୍ଷଣ କ୍ଷେତ୍ରରେ ସୁଢଳ ଦେବଙ୍କ ସମ୍ପର୍କରେ ତାଙ୍କର ବକ୍ତବ୍ୟ ଏଥିରେ ଅତି ଚମତ୍କାର ଭାବରେ ଉଲ୍ଲେଖ ରହିଛି। କେମିତି ସୁଢଳ ଦେବ ଆବାଲ୍ୟରୁ ଓଡ଼ିଆ ଏବଂ ସଂସ୍କୃତ ସାହିତ୍ୟର ଚର୍ଚ୍ଚା କରିଥିଲେ ଏବଂ ପ୍ରୌଢ଼ ବୟସରେ ସୁଦ୍ଧା ରାଜକାର୍ଯ୍ୟରେ ଏବଂ ଅର୍ଥାଗମର ଉପାୟ ଉଦ୍ଭାବନରେ ଅଜସ୍ର ବ୍ୟାପୃତ ଥାଇ ମଧ୍ୟ ସାହିତ୍ୟ ଚର୍ଚ୍ଚା ଓ ଶାସ୍ତ୍ର ଚର୍ଚ୍ଚାକୁ ସେ ଗୁରୁତ୍ୱ ଦେଇଥିଲେ। ଶ୍ରୋତାବନ୍ଧୁ, ଉତ୍କଳ ସାହିତ୍ୟ ସମାଜର ପ୍ରଥମ ବାର୍ଷିକ ଅଧିବେଶନରେ ରାଧାନାଥଙ୍କ ଦ୍ୱାରା ପଠିତ ଉତ୍କଳ ସାହିତ୍ୟର ଉନ୍ନତି, ଏଇଟା ଗୋଟେ ମଧ୍ୟ ତାଙ୍କର ଗଦ୍ୟନିଷ୍ଠାର ଅପୂର୍ବ ଦୃଷ୍ଟାନ୍ତ। ଏଥିରେ ଓଡ଼ିଆ ପୁସ୍ତକାଳୟ ସ୍ଥାପନ ଓ ପ୍ରାଚୀନ ପାଣ୍ଡୁଲେଖ୍ୟ ସଂଗ୍ରହ, ନବ୍ୟ ଲେଖକମାନଙ୍କ ଉତ୍ସାହ ସକାଶେ ଗୋଟିଏ ପାଣ୍ଠି ସଂସ୍ଥାପନ, ଉତ୍କଳ ଭାଷାର ଇତିହାସ ପ୍ରଣୟନ, ପ୍ରାଚୀନ ଉତ୍କଳ ସାହିତ୍ୟର ଆଲୋଚନା, ଏକୁ ଗୁରୁତ୍ୱ ଦିଆଯାଇଛି। ଆଉ ଗୋଟେ ଥିଲା ଟିପା ଖାତା। ରାଧାନାଥଙ୍କ ଗ୍ରନ୍ଥାବଳୀରେ ତାଙ୍କର ଟିପା ଖାତା ସମ୍ପର୍କରେ ଉଲ୍ଲେଖ ରହିଛି ଯେ ଯେତେବେଳେ ସେ କୌଣସି କଥା ଦେଖୁଥିଲେ, ଘଟଣା ଦେଖୁଥିଲେ, ଦୃଶ୍ୟ ଦେଖୁଥିଲେ, ତାକୁ ଟିପି ରଖୁଥିଲେ। ଏହା ମଧ୍ୟ ତାଙ୍କ ଗଦ୍ୟ ରଚନାର ମୁଖ୍ୟ ଗୋଟେ ଅଂଶ। ଉର୍ବଶୀ କାବ୍ୟର ଦ୍ୱିତୀୟ ସର୍ଗ, ଉର୍ବଶୀ ତ କାବ୍ୟ, କିନ୍ତୁ ତାର ଦ୍ୱିତୀୟ ସର୍ଗର ଗଦ୍ୟ ଶୈଳୀ ସମାସ ବହୁଳ ଓ ଆଳଙ୍କାରିକ ଶୈଳୀ ବିମଣ୍ଡିତ। ଭ୍ରମଣକାରୀ ପତ୍ର ଓ ବାମଣ୍ଡା ରଚନା ରେ ରାଧାନାଥଙ୍କ ତନ୍ମୟ ଓ ମନ୍ମୟ ଭାବୋଚ୍ଛ୍ୱାସ ଉତ୍ତୀର୍ଣ୍ଣ ହୋଇଛି। ବିବେକୀ ଇତାଲୀୟ ଯୁବା ଓ ଉର୍ବଶୀ ମଧ୍ୟରେ ଯୋଉ ଗଦ୍ୟ ପ୍ରୟୋଗ କରିଛନ୍ତି, ବାକ୍ୟ ଗଠନ ରୀତିରେ ପରିଲକ୍ଷିତ କେତେକ ଦୁର୍ବଳତା ମଧ୍ୟ ଆମେ ଦେଖୁ, ଯାହାକି ଭ୍ରମଣ ବୃତ୍ତାନ୍ତର ଗୋଟେ ରୂପ ସୃଷ୍ଟି କରେ। ଶ୍ରୋତାବନ୍ଧୁ, ରାଧାନାଥଙ୍କ ଗଦ୍ୟ ସାହିତ୍ୟର ମହତ୍ତ୍ୱ ତାଙ୍କ କବିବର ମର୍ଯ୍ୟାଦାର ସୂକ୍ଷ୍ମ ପ୍ରଭାବରେ ଏତେ ବେଶୀ ପ୍ରଭାବିତ, ଅର୍ଥାତ୍ କବି ଭାବରେ ଆମେ ତାଙ୍କୁ ଏମିତି ଜାଣିଛେ ଯେ ତାଙ୍କ ଗଦ୍ୟ ସାହିତ୍ୟକୁ ଆମେ ଦେଖିପାରେ ନାହିଁ, ତା ଉପରେ ଏତେ ଗୁରୁତ୍ୱ ଦିଆଯାଏ ନାହିଁ। ତେବେ ଗଦ୍ୟ ଶିଳ୍ପୀ ରାଧାନାଥ ରାୟ ଯେ ଓଡ଼ିଶାର ଭାଷା ସଙ୍କଟ କାଳର ସାରସ୍ୱତ ଶିଖର ପୁରୁଷ ଓ ଶତାବ୍ଦୀର ଧ୍ରୁବତାରା, ଏଥିରେ ଅପାଳାପ ନାହିଁ।
ଶ୍ରୋତା ବନ୍ଧୁ, ଆଜି ଆମେ ଆଲୋଚନା କରୁଥିଲେ ଗଦ୍ୟକାର ଗଦ୍ୟଶିଳ୍ପୀ, ଗଦ୍ୟ ସ୍ରଷ୍ଟା କବିବର ରାଧାନାଥ ରାୟଙ୍କ ସମ୍ପର୍କରେ। ମୁଁ ଆଶା କରୁଛି ଅଡିଓଟି ନିଶ୍ଚୟ ଭଲ ଲାଗିବ, କାରଣ କବିବରଙ୍କ ଉପରେ ତ ବହୁ ଆଲୋଚନା ଆମକୁ ମିଳେ, ଗଦ୍ୟ ସାହିତ୍ୟିକ ବା ଗଦ୍ୟ ସ୍ରଷ୍ଟା ରାଧାନାଥ ରାୟଙ୍କ ଉପରେ ବିଶେଷ ଆମେ ଶୁଣେ ନାହିଁ। ତେଣୁ ତଥାପି ଆପଣମାନଙ୍କୁ ଏଇ ଅଡିଓଟି କେମିତି ଲାଗିଲା, ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।